ବନ୍ୟା ଆଣିଦେଇଛି ଦୁଃଖ। ବୈତରଣୀ ନଦୀର ଘାଇ ଭାଙ୍ଗିବା ପରେ ଚାରିଆଡ଼େ ଏବେ ଜଳମଗ୍ନ। ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ପାଖାପାଖି 10ରୁ ଅଧିକ ଗାଁରେ ପାଣି ମାଡ଼ି ଯାଇଛି। ଆମେ ବର୍ତ୍ତମାନ ଅଛୁ କୋୟାଗଲା ଗ୍ରାମ ପଞ୍ଚାୟତର ଧର୍ମପୁର ଗ୍ରାମରେ, ଯେଉଁଠି ପ୍ରାୟ ପାଖାପାଖି 50ରୁ ଅଧିକ ଘର ଏବେ ଜଳବନ୍ଦୀରେ। କିଛି ଘରକୁ ମଧ୍ୟ ଆମେ ଯାଇଥିଲୁ, ପ୍ରତିକ୍ରିୟା ନେଇଥିଲୁ, ସେମାନଙ୍କର ଦୁଃଖ ଦୁର୍ଦ୍ଦଶା କଥା ବର୍ଣ୍ଣନା କରୁଛନ୍ତି। ବର୍ତ୍ତମାନ ମୁଁ ଯେଉଁଠି ଅଛି, ଏ ଗୋଟିଏ ଘର ଅଛି ଯେଉଁଠିକି ଦିନେ ସେମାନେ ଚାଲି ଚାଲି ଆସୁଥିଲେ କିମ୍ବା ସାଇକେଲରେ ଆସୁଥିଲେ, ଏବେ ସେଠି ଡଙ୍ଗାରେ ଆସିବାକୁ ପଡ଼ୁଛି। ପଞ୍ଚାୟତର ତରଫରୁ ଗୋଟେ ଡଙ୍ଗା ଦିଆଯାଇଛି। ରାସ୍ତାଘାଟ ସବୁ ଗୋଟେ ପ୍ରକାର ଯଦି କହିପାରିବା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇସାରିଛି। ଦେଖିବେ ଘରକୁ ଆସିବା ପାଇଁ ଡଙ୍ଗାରେ ଆସିବାକୁ ପଡ଼ୁଛି। ଜୀବଜନ୍ତୁ କଥା କୁହନ୍ତୁ, ଭୟ ରହିଛି। ଘରୁ ପାଣି ଛାଡ଼ିଛି, ଘର ଏବେ ଆଣ୍ଠୁଏ ଆଣ୍ଠୁଏ କାଦ ରହିଛି, ପଙ୍କ ରହିଛି, ସେ ଭିତରେ ମଧ୍ୟ ସେମାନେ ଯାତାୟାତ କରୁଛନ୍ତି। ଆପଣ ସିଧାସଳଖ ଚିତ୍ର ଦେଖୁଛନ୍ତି, ଧର୍ମପୁରର ଗ୍ରାମବାସୀଙ୍କ ବାସିନ୍ଦା, ସେମାନଙ୍କର ଦୁଃଖ ରହିଛି। କାହିଁକିନା ବୈତରଣୀ ନଦୀ ତାଙ୍କ ଗ୍ରାମର ପ୍ରାସରେ ରହିଛି, ଘାଇ ଭାଙ୍ଗି ଯାଇଛି। ଗୋଟେ ପଟେ କୁମ୍ଭୀରଙ୍କ ମଧ୍ୟ ଭୟ ରହୁଛି, ସେ ଭିତରେ କିନ୍ତୁ ସେମାନେ ଏଠି ଜୀବନ କାଟୁଛନ୍ତି। ଆମେ ପ୍ରତିକ୍ରିୟା ନେବା। ଆଜ୍ଞା, ଯେଉଁଭଳି ଭାବରେ ବର୍ତ୍ତମାନ ଏବେ ବନ୍ୟା ହୋଇଛି, ବନ୍ୟା ଛାଡ଼ି ଯାଇଛି, ପାଣି କମୁଛି, କିନ୍ତୁ ଦୁଃଖ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ଆଜ୍ଞା, ବେଶୀ କରି କୁମ୍ଭୀରର ଆତଙ୍କ, ଆଉ ସେକେଣ୍ଡରେ ରହିଲା ବିଷଧର ସାପମାନେ କୌଣସି ଆଶ୍ରୟ ପାଉନାହାନ୍ତି ନା, ଯେହେତୁ କୌଣସି ଘର କିମ୍ବା ଚାଳ। ଏଇ ରିସେଣ୍ଟ ଗୋଟେ ସାପ ପଶିଥିଲା, ତମ୍ପ ସାପ, ବଡ଼ ଆକାରରେ। ଆମେ ପ୍ରଶାସନକୁ ବି ଜଣେଇଲୁ, ପ୍ରଶାସନ କୌଣସି ପଦକ୍ଷେପ ବି ନେଲେନି। ତାପରେ ଏମିତି ଆସ୍ତେ ଆସ୍ତେ ଆମେ ଏମିତି କୌଣସି ଇଏର ଆଲକୋହଲର ବ୍ୟବହାର ମାନେ ଯେଉଁ ଏସିଡ୍ କି ଯେଉଁ ଫିନାଇଲର ବ୍ୟବହାର କଲୁ, ତାପରେ ସେ ସାପଟି ବାହାରିକି ପଳେଇଲା। ପୂର୍ବରୁ ଏମିତି କେବେ ଏଭଳିଆ ବଡ଼ ବନ୍ୟା ହେଇଥିଲା? ପାଣି ଘେର ହେଇକି ରହିଥିଲେ? ପୂର୍ବରୁ 3-4 ଥର ହେଇଛି, କିନ୍ତୁ ଏଇଟା ହେଉଛି ତାପରର ବନ୍ୟା। ଏମିତି ବି ହୁଏ, ବହୁତ ବର୍ଷ ହେଇଗଲା। ଏମିତି ପ୍ରଶାସନ ଆସିବେ, ବହୁତ ମାନେ ମନ୍ତ୍ରୀ ଆସିବେ, ଏମିତି କହିଦେବେ ପଳେଇବେ, କିନ୍ତୁ କୌଣସି କାର୍ଯ୍ୟକାରୀ ହୁଏ ନା ଏଠି। ଭାଇ, ଆପଣ ଭାବିଥିଲେ କେବେ ଘରକୁ ଡଙ୍ଗାରେ ଆସିବେ ବୋଲି? ଏଠି ମାନେ ବାରମ୍ବାର ତ ଏମିତି ହେଉଛି, ସବୁବେଳେ ଆମେ ଏମିତି ଡଙ୍ଗାରେ ଆସୁଛୁ। ଆଉ ଭାବିବୁ କ'ଣ, ଏମିତି ପ୍ରଶାସନ ଆସୁଛନ୍ତି, କହିଦେଇକି ଯାଉଛନ୍ତି, କିଛି ଆମର ବ୍ୟବସ୍ଥା କିଛି କରିବାର ନାହିଁ। ଦେଖୁଛନ୍ତି ଆପଣ, ଡଙ୍ଗାରେ ଆମେ ଯିବା ଆସିବା କରୁଛୁ। ଆଉ ଜଣଙ୍କର ମଧ୍ୟ ପ୍ରତିକ୍ରିୟା ନେବା। ମଉସା, ଆପଣ ତ ମାନେ ସିନିୟର ଲୋକ, ପୂର୍ବରୁ ବନ୍ୟା ହେଲେ କେମିତି କେତେ ଅସୁବିଧାର ସମ୍ମୁଖୀନ ହୁଅନ୍ତି? ବର୍ତ୍ତମାନର ସ୍ଥିତି କିନ୍ତୁ ବଦଳିନି କିଛି? କିଛି ବଦଳି ନାହିଁ, ଯାହା ଆଗରୁ ଥିଲା ଏଇ ସାଥେ ବି ସେଇଆ, ବୁଝିଲେ ନା। ଏ ଆଗରୁ ଯେମିତି ଡଙ୍ଗାରେ ଯାଉଥିଲୁ, ଏଇ ସାଥେ ବି ଡଙ୍ଗାରେ ଚାଲିଛୁ। ଆଗରୁ କିଛି ଏଇ ସାଥେ କିଛି ବଦଳି ନାହିଁ। ଏବେ ଯେଉଁଭଳି ଭାବରେ ପାଣି ରହିଛି, ଆପଣଙ୍କୁ ଲାଗୁଛି କେତେ ପାଣି ଶୁଖିବ, କେମିତି ସ୍ୱାଭାବିକ ହେବ ସବୁ ଜୀବନ ଶୈଳୀ? ହଁ ହଁ, ହବ, ଟିକେ ଡେରି ଲାଗୁଛି। ଆଉ ଆମର କତିର କିଛି ନାହିଁ ନା, ଯାହାର ଡଙ୍ଗା ଅଛି ଏଇ ସାଥେ, ଏଇ ଭଡ଼ାରେ ଡଙ୍ଗାରେ ଆସିଛି। ଏ ଡଙ୍ଗା ନଦେବେ ତ ଆମେ ହଇରାଣ ନା। ଆଉ ମାନେ ଗଭର୍ଣ୍ଣମେଣ୍ଟ ପାଖରୁ ଡଙ୍ଗା ଆପଣଙ୍କୁ ଦିଆଯାଇନି, ଭଡ଼ାରେ ଆପଣ ନେବା ଆଣିବା କରୁଛନ୍ତି? ଦେବେ ଗଭର୍ଣ୍ଣମେଣ୍ଟ, କି ନଦେବେ ସେ ତ ପରର କଥା। ଏଇ ସାଥେ ଆସିଛି, ସେ ତା ପଇସା ପାଇନାହିଁ, ସେ କହୁଛି ମୁଁ ପାଇନାହିଁ, ଦେମି ନାହିଁ। ଡଙ୍ଗାବାଲା କହୁଛି ଦେମି ନାହିଁ। ଆଉ କେଉଁଦିନ ପାଇବ ସେ ଦେବ। କାଲି ଯଦି ଆଜି ବହୁତ କଷ୍ଟରେ ସେ ଦେଇଛି, କାଲି ସେ ନ ଦେଇପାରେ, ଆମେ ହଇରାଣ ହେଉଛୁ ନା। ଆଜ୍ଞା, ଆଉ ଗୋଟେ କଥା ଦେଖିବେ କି ବର୍ତ୍ତମାନ ଯଦି ଆମେ କହିବେ, ପାଣି ଚାଲିଛି, ପାଣି ପିଇବା ପାଣି, ସ୍ୱାସ୍ଥ୍ୟ, ଏ ବି ଗୋଟେ ବଡ଼ ବଡ଼ ସମସ୍ୟା ଗୋଟେ। ବହୁତ ଅସୁବିଧା, ପାଣି ପିଇବା ନାହିଁ ବହୁତ ଅସୁବିଧା। ଇଏ ପାଣି ବି ବୁଡ଼ି ଯାଇଛି, ଟ୍ୟୁବୱେଲ୍ ବୁଡ଼ି ଯାଇଛି, ବହୁତ ଆମେ ହଇରାଣ ହେଉଛୁ। ଭାଇ, ଆପଣ ବର୍ତ୍ତମାନ ଡଙ୍ଗା ଚଲେଇ ଲୋକକୁ ଘରକୁ ନେବା ଆଣିବା କରନ୍ତି, କେତେ ସମୟ ପରେ ଏମିତି ଡଙ୍ଗା ବୁଲାନ୍ତି? ସେ ଘଣ୍ଟେ 2 ଘଣ୍ଟା ପରେ ଏଇରକମ। ଡଙ୍ଗା ନେଇଯିବେ, ସିଏ ରଖିବେ, ଇଏ ରଖିବେ, ଏଇରକମ। ଆପଣ କେତେ ଘରକୁ ନେବା ଆଣିବା କରନ୍ତି ଏବେ ଦିନ ସାରା? ଯେହେତୁ ଆପଣ ବି ଘର ପାଣି ଘେରରେ ଅଛି, ତଥାପି ଲୋକଙ୍କୁ ବି ନେବା ଆଣିବା କରୁଛନ୍ତି? ହଁ, ଦିନମାନ ନେବା ଆଣିବା କରୁଛୁ। ପାଣି, ସଉଦା ପାତି, ଭଲ ମନ୍ଦ ଏସବୁ ଯିବା ଆସିବା ହେଉଛି। କିଏ ମେଡ଼ିକାଲ ଯାଉଛି, ଏଇରକମ ସବୁ ଘଟଣା ଚାଲିଛି। ପ୍ରଶାସନ ତରଫରୁ କିଛି ବ୍ୟବସ୍ଥା ବର୍ତ୍ତମାନ ଶୁଖିଲା ଖାଦ୍ୟ, ରନ୍ଧା ଖାଦ୍ୟ ସେମିତି କିଛି ଦିଆହେଉଛି? ହଁ, ଆଜି ଦେଇଥିଲେ ଶୁଖିଲା ଖାଦ୍ୟ, ଚୁଡ଼ା ଦେଇଥିଲେ। ଆଉ ସେକେଣ୍ଡରେ ଯେଉଁ ଆମର ରନ୍ଧା ଖାଦ୍ୟ ବି ଦେଉଛନ୍ତି ଖାଦ୍ୟ, କିନ୍ତୁ ସେମିତି ମାନେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଘାଇର ସଲ୍ୟୁସନ୍ କିଛି ନାହିଁ, ସମାଧାନ କିଛି ନାହିଁ। ଯଦି ଘାଇ ଠିକ୍ଠାକ୍ ହୁଏ, ତାହେଲେ ଏଭଳି ଅସୁବିଧାର ସମ୍ମୁଖୀନ ଭୋଗ କରିବାକୁ ପଡ଼ିନଥାନ୍ତା। ଆଉ ସେକେଣ୍ଡରେ ରାସ୍ତା ଯଦି ଆମର କ୍ଲିୟର ହେଇଯାନ୍ତା, ରାସ୍ତା ଟିକେ ହାଇଟ୍ ହେଇଯାନ୍ତା, ନଦୀବନ୍ଧର ମରାମତି, ନଦୀବନ୍ଧ ଯେଉଁଠି ଫାଙ୍କା ଅଛି ସେଠି ବି ଯଦି କ୍ଲିୟର ହେଇଯାନ୍ତା, ଆମେ ଆଉ ବନ୍ୟାରେ ଏମିତି ଅସୁବିଧାରେ ପଡ଼ନ୍ତୁନି। ପ୍ରଶାସନ ସବୁ ବର୍ଷ ଆସୁଛି, ମନ୍ତ୍ରୀମାନେ ଆସୁଛନ୍ତି, କହିଦେଇ ଯାଉଛନ୍ତି, କିନ୍ତୁ କୌଣସି କାର୍ଯ୍ୟକାରୀ କରୁନାହାନ୍ତି। ତଥାପି ଆମେ ଯେମିତି ଆପଣ କହୁଥିଲେ, ପାଖାପାଖି 50ରୁ ଅଧିକ ଘର ଏବେ ପାଣି ଘର ଅଛନ୍ତି ନା ଅଧିକ ଲୋକ ଅଛନ୍ତି? ବହୁତ ଅଧିକ ଲୋକ ଅଛନ୍ତି। ଆମ ଏଇ ପାଖ ଗାଁରେ ବି ଅଛନ୍ତି, ସେମାନେ ବି ଅଛନ୍ତି। ସେଠି 100ରୁ ଉର୍ଦ୍ଧ୍ୱ ଘର ହେବେ, ସେମାନେ ବି ସେମିତି ଜଳବନ୍ଦୀରେ ଅଛନ୍ତି। ଆଉ ସେକେଣ୍ଡରେ ସେଠି ଆପଣ ବି ଶୁଣିଥିବେ, କୁମ୍ଭୀର ଆସିକି ଦାଣ୍ଡ ପାଖରେ ବୁଲୁଛି। ଯେହେତୁ ନଦୀ ପାର୍ଶ୍ୱବର୍ତ୍ତୀ ଘର ନା, ସେଥିପାଇଁ କୁମ୍ଭୀର ଆସିକି ରାତିରେ ଗୋଟେ କୁକୁରକୁ ବି ନେଇଯାଇଥିଲା। ଆପଣ ଜାଣିଥିବେ, ଗତ ବନ୍ୟାରେ ଗୋଟେ କୁକୁରକୁ ଆସିକି ନେଇଗଲା। ମଣିଷକୁ ନେବା ସମୟରେ କି କୁକୁରଟା ଯାଇ ଭୁକିଲା, ତାକୁ କୁମ୍ଭୀରକୁ ଦେଖିକି ଭୁକିଦେଲା। ଯେତେବେଳେ ରାତିରେ
କୁମ୍ଭୀରଟା ନେଇକି ପଳେଇଲା କୁକୁରକୁ, କିନ୍ତୁ ମଣିଷଟା ବଞ୍ଚିଗଲା। ଆପଣ ଶୁଣୁଥିଲେ ବର୍ତ୍ତମାନ ଏ ସମସ୍ୟା କିଭଳି ଭାବରେ ଦେଖନ୍ତୁ, ଯେତେବେଳେ ବର୍ଷା ହୋଇଛି, ବନ୍ୟା ଆସିଛି, ବନ୍ୟା ଘେରରେ ସେମାନେ ପାଖାପାଖି 5 ଦିନ ହେଲାଣି ଅଛନ୍ତି। ଧୀରେ ଧୀରେ ଯେତେବେଳେ ପାଣି ଖସୁଛି ଘର ଭିତରେ ବର୍ତ୍ତମାନ ଏବେ କାଦ ପଙ୍କ ସାପ ବିଷଧର ସାପର ଭୟ। ଅନ୍ୟପଟେ ଯଦି ବାହାରକୁ ଯିବେ ବାହାରେ ମଧ୍ୟ ପାଣି ଘରକୁ ବି ଆସିପାରୁନାହାନ୍ତି, ଯେହେତୁ ପାଖରେ ବୈତରଣୀ ନଦୀ ଅଛି, କୁମ୍ଭୀର ପଳେଇ ଆସିବ ସେ ମଧ୍ୟ ଭୟ ରହିଛି। ଘର ଭିତରେ ରହିଲେ ବି ଭୟ, ଘର ବାହାରେ ରହିଲେ ବି ସେ ଭୟ। ତ ଦେଖିବାର କଥା ପ୍ରଶାସନ ଏ ଦିଗରେ ଯେଉଁ ଅଭିଯୋଗ କରୁଛନ୍ତି, ଯେଉଁ ଦାବି କରୁଛନ୍ତି ଯେ ରାସ୍ତା କିଭଳି ଭାବରେ ଉଚ୍ଚା ହେଉ, ସମସ୍ୟାର ସମାଧାନ ହେଉ, ତ ହୁଏତ ଲୋକମାନେ ଯେଉଁଭଳି ଭାବରେ ଅସୁବିଧାରେ କାଳାତିପାତ କରୁଛନ୍ତି ହୁଏତ ପରବର୍ତ୍ତୀ ସମୟରେ ସମାଧାନ କରିବେ। ଆଉ ଏ ଦିଗରେ ମଧ୍ୟ ପ୍ରଶାସନ ନଜର ଦେବ ବୋଲି ଗୋଟେ ଯାହା ଆଶା ରହୁଛି। ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଧରମପୁର ଗ୍ରାମରୁ ରାଜେନ୍ଦ୍ରଙ୍କ ସହିତ ଅରୁଣ ସାହୁ।